କି ରେ ସାଙ୍ଗମାନେ ଭଞ୍ଜନଗର ଆସିଛନ୍ତି ଆଉ ପିଢ଼ା ହୋଟେଲରେ ଖାଇବେନି? ଖାଇବେ ନା ଆଉ। ଏଇଟା ଭଞ୍ଜନଗର ବସଷ୍ଟାଣ୍ଡରେ ପୁରା ଅଛି, ରୋଡ଼ ସାଇଡ଼ରେ ଦେଖୁଛନ୍ତି ଶ୍ରୀଲକ୍ଷ୍ମୀ ପିଢ଼ା ହୋଟେଲ ଦେଖାଉଛି ମୁଁ। ବହୁତ ବଢ଼ିଆ ଦେଶୀ ଷ୍ଟାଇଲରେ ପୁରା ହୋଟେଲଟା ଅଛି। ଚାଲନ୍ତୁ ଏବେ ଭିତରକୁ ଯିବା, ଦେଖିବା କ'ଣ କ'ଣ ଆଇଟମ୍ ଅଛି। ଦେଖନ୍ତୁ ବହୁତ ବଢ଼ିଆ ଆଇଟମ୍ ଅଛି ଏବଂ ବହୁତ ଭରପୁର ଆଇଟମ୍ ଅଛି। ପ୍ରାଇସ୍ ବି ବହୁତ ବଢ଼ିଆ ଅଛି। ଆପଣ ଦେଖୁଛନ୍ତି ଭାତ, ପାମ୍ପଡ଼, ଡାଲି, ଖଟା, ଆଳୁ ଭର୍ତ୍ତା ଯେଉଁଟା ଆମେ ଘରମାନଙ୍କରେ କରାଯାଏ। ତ ଆମେ ତ ବ୍ରହ୍ମପୁର ପାଖାପାଖି 60-70 କିଲୋମିଟର ହେବ ଭଞ୍ଜନଗର ଆସିକି ପହଞ୍ଚିଲୁ। ଖାଇବା ସମୟ ହୋଇଗଲାଣି, ତ ଭୋକ ଲାଗିଥିଲା। ଆମ ସାଙ୍ଗରେ ଯେଉଁ ଭାଇ ଅଛନ୍ତି ଅଭିମନ୍ୟୁ ଭାଇ, ସିଏ ଶ୍ରୀଲକ୍ଷ୍ମୀ ପିଢ଼ା ହୋଟେଲରେ ଖାଇବା ପାଇଁ କହିଲେ। ଏକଦମ ପୁରା ଭେଜ୍ ଅଛି, ନନ୍ଭେଜ୍ ବି ଅଛି। ଆମେ ତ ସମସ୍ତେ ଭେଜ୍ ଖାଇଲୁ। ବହୁତ ବଢ଼ିଆ ଖାଇବା ଅଛି, ତ ନିଶ୍ଚୟ ଆପଣ ଭଞ୍ଜନଗର ଆସିଲେ ଖାଇବେ। ଆଉ ଭିଡ଼ିଓ ୟୁଟ୍ୟୁବ୍ ଭଲ ଚ୍ୟାନେଲକୁ ଲାଗିଥିଲେ ଲାଇକ୍ ସବସ୍କ୍ରାଇବ୍ କରିବେ, କରିବାକୁ ଭୁଲିବେ ଫେସବୁକକୁ ନାହିଁ। ଫଲୋ କରିବେ। ଭିଡ଼ିଓ ଦେଖିଥିବାରୁ ସମସ୍ତଙ୍କୁ ଧନ୍ୟବାଦ।